ଅପେକ୍ଷା କରି ରହିଛି। କି ସେବା କରିବି? ସେବା ନୁହଁ, ଏ ଅଶୋକ ରାଜସିଂହାସନ ଆରୋହଣ ପରେ ତମେ ହେବ ତା ରାଣୀ। କଳିଙ୍ଗ କନ୍ୟା କାରୁବାକି ନାରୀମାନଙ୍କୁ ନେଇ ମୋର ଏକ ସେନାବାହିନୀ ଅଛି, ନୌସେନା ବାହିନୀ। ଆମ ରାଜ୍ୟର ଯୋଦ୍ଧା ରମଣୀମାନଙ୍କୁ ଯେଉଁ ପୁରୁଷ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିବ ସେ ତାକୁ ପ୍ରଥମେ ଯୁଦ୍ଧରେ ପରାସ୍ତ କରିବ, ତାପରେ ଯାଇ ତା ସ୍ୱାମୀ ମତେ ବିବାହ କରିବାକୁ ହେଲେ ପ୍ରଥମେ ମତେ ଯୁଦ୍ଧରେ ପରାସ୍ତ କରିବାକୁ ହେବ। କଣ ମୋ ପ୍ରସ୍ତାବରେ ରାଜି? ରାଜି। संसार श्रेष्ठ सुंदरी एक पाटुलिपुत्र कर कारुबाकी की देखा चाहे सेना मुख्य मुहूर्त में कारुबाकी की देखा चाहे सेना मुख्य। असंभव युवराज, असंभव को संभव करने को चाहे सेना मुख्य। ठीक समय आपन को समान को शिविर उद्धार करि नथिले आपन हुए तो एबे कलिंग कारागार रे मु बंदी हे थांबी। कहा छुई दिला छुई परम भलैता सेना मुख्य प्रति समय रे मु कारुबाकी की देखि परि थांबी। ता देहर वस्त्र मुझे पागल करि थांबा। कारुबाकी डाक प्रति समय मो कान रे बाजू थांबा। मुसरी गले मरे गले लाजरे सब परे मो कारुबाकी की चाहे सेना मुख्य। की हिला सजुनिया जरे यह कि संभव न युवराज। कारुबाकी की पाइया पाई कलिंग समगत युद्ध ही पर सेना मुख्य। कलिंग अभिजित युवराज, कलिंग को जय करबा सामर्थ्य कहारी पाखरे नाही। आपण मगधर सम्राट नुहति युवराज। मो मगधर सम्राट हबी, कलिंग को विजय करबी। कारुबाकी की जोर करी चढ़े आनिबी। मो राजसिंहासन को बाट गलुवा मोर एकमात्र शेष भाई की आपण एकमात्र जीवित भाई जे कि आपण राजसिंहासन बसिबे को विरोध करंती। सेना मुख्य उनके भावतु युवराज, युवा पत्नी अवध शिशु एमाने अनाथ होई जिवे। मु अछि मु मगधर नाथ प्रियदर्शी बड़ा पिटे बांधी दब। मगधर राजा रास्ता गला बेले समस्त जानिबे अशोक निष्कंटक राजा सिंहासन अधिकारी।
ନା ଶୁଣାଏ ନା ହେଲେ ସବୁବେଳେ ଆନମନା ଚାଲନ୍ତୁ ସନ୍ଧ୍ୟା ଆସିବା ଆଗରୁ ଉଆସକୁ ଫେରିଯିବ। ନା ନା ଆଜି ଗୌତମଙ୍କ ଜନ୍ମତିଥି ବୁଦ୍ଧ ପୂର୍ଣ୍ଣିମା। ଆଜିର ଜନ୍ମ ବହୁତ ସୁନ୍ଦର। ବ୍ରଜପଲ୍ଲୀରେ ଗୌତମଙ୍କ ଆନୁଗତ୍ୟ ମାନଙ୍କର ପର୍ବ ଚାଲିଛି। ଅଜା ରସଣୀ ନାଚ ଗୀତର ଆସନ ଗାନରେ ସୁମଧୁର ସଙ୍ଗୀତର ସ୍ୱର ଆଉ ଆକାଶରେ ବୈଶାଖୀ ଚାନ୍ଦ ଧରାରେ ଜୋସରାର ସେଜ ଆଉ ନଈ ପାଣିରେ ତମର ଆଉ ମୋର ଛାଇ ସୁନୟନା କଥା ସରୁ ନଥିବ। ଏଇ ଆମ କଥା ତମେ ତମ କଥା କହିବ ଆଉ ମୁଁ ମୋ କଥା କହିବି। କେତେ ଥର କଥା ହବା ସେଇ କଥା କିଛି ନୂଆ କଥା ଅଛି କି? ଶୁଣ ନା ତମ ସେ ପୁରୁଣା କଥାକୁ ମୁଁ ଯେତେ ଶୁଣିଲେ ବି ସବୁବେଳେ ମତେ ନୂଆ ନୂଆ ଲାଗେ। ସେ ପୁରୁଣା କଥା ସବୁ ମତେ ଜମା ନୂଆ ଲାଗେ। ମୁଁ ଆପଣଙ୍କଠୁ ନୂଆ କଥାଟିଏ ଶୁଣିବାର ଅପେକ୍ଷାରେ ଅଛି ଯୁବରାଜ। ନୂଆ କଥା? କେବେ ଆପଣ କଳିଙ୍ଗର ରାଜା ଭାବରେ ଘୋଷିତ ହେବେ? କେଉଁଦିନ ଦୋଷାରୀ କଟକର ରାଜ ସିଂହାସନରେ ବସିବେ? ଆଉ କେଉଁଦିନ ମୁଁ ଆପଣଙ୍କ ଗଳାରେ ବରଣମାଳା ପିନ୍ଧି ଆପଣଙ୍କୁ ସ୍ୱାମୀ ଭାବରେ ବରଣ କରିବି। ମୁଁ ଯଦି ରାଜ ସିଂହାସନରେ ନ ବସେ ରାଜା ଆଦିତ୍ୟ ହରିଗନ୍ଦନ ମତେ ଉତ୍ତରାଧିକାର ଭାବରେ ଗ୍ରହଣ ନ କରନ୍ତି, ଏ କଳିଙ୍ଗବାସୀ ମତେ ରାଜା ଭାବରେ ଦେଖିବାକୁ ନ ଚାହାନ୍ତି, ତମେ କଣ ମତେ ସ୍ୱାମୀ ଭାବରେ ଗ୍ରହଣ କରିବନି? ଶୁଣ ସବୁ ନାରୀର ଇଚ୍ଛା ଥାଏ ମୋ ମନର ମଣିଷ ରାଜା ହେଉ, ମୁଁ ତାର ରାଣୀ ହୁଏ। ଆଉ ଏଥିରୁ ବ୍ୟତିକ୍ରମ ହେଲେ ନାରୀଟି ପୁରୁଷ ଆଗରେ ଭଲ ପାଇବାର ଛଳନା କରେ। ସୁନୟନା ଅଭିଜିତ କଳିଙ୍ଗର ମହାମନ୍ତ୍ରୀ ମହିଧର ବିରୂପାକ୍ଷଙ୍କର ଏକମାତ୍ର ଅଲିଅଳି କନ୍ୟା, ସାତଦରିଆ ସେପାରି ଯାଏ ଯାହାର ସ୍ୱପ୍ନ, ସେ ଏକ ରାଜା ଓ ରଙ୍କର ବ୍ୟବଧାନକୁ ବୁଝିପାରିବନି ଭାଇ ଶିଳାଦିତ୍ୟ। ଜମା ନୁହଁ, ସୁନୟନା ସେମିତି ନୁହଁ। ମୋ ଭାଇ ଭାବରେ ତୁମେ ଯେତିକି ଭଲ ପାଉ ଆଉ ଯେମିତି ଭଲ ପାଉ। ଏମାନେ କିଏ? ଆରେ ବନ୍ଦୀ କରୁଛନ୍ତି କଣ ପାଇଁ? ସୁନୟନା ତୁ ଏ ରାଜବଂଶରେ ଥିବା ଯାଏ ମୁଁ କଳିଙ୍ଗର ରାଜ ସିଂହାସନରେ ବସି ପାରିବିନି। ରାଜା ତଥା ରାଜ୍ୟବାସୀଙ୍କର ତୋ ପ୍ରତି ଥିବା ବିଶ୍ୱାସ ଭଲ ପାଇବା ମତେ ସିଂହାସନ ଛାଇ ବି ମଡ଼ାଇ ଦେବନି। ଆଜି ରାତିରେ ତୋତେ ହତ୍ୟା କରି ମୋ ଅଗୋଚର ମାନେ ଗଡ଼ ଖାଇରେ ନେଇ ଫୋପାଡ଼ି ଦେବେ। ଗଡ଼ ଖାଇର ବିଷୟ କୁମ୍ଭୀର ମାନେ ତୋତେ ପୋଳା ପୋଳା କରି ଖାଇଯିବେ। ସବୁଦିନ ପାଇଁ ମୋ ରାସ୍ତାରୁ କଣ୍ଟାଟା ସଫା ହେଇଯିବ। ସୁନୟନା ବୁଝାଅ ବୁଝାଅ, ସୁନୟନା ଏଟାକୁ ବୁଝାଅ। ମୋ ରାମ ସିଂହାସନରେ ବସିବା ଲୋଭ ଟିକେ ବି ନାହିଁ। କାରଣ କଳିଙ୍ଗ ଦେଶରେ ସାଧାରଣ ଜନତା ବି ରାଜ ସିଂହାସନରେ ବସିପାରେ। ମୁଁ ବସି ଅଛି ତାକୁ ରାଜ ସିଂହାସନ ଛାଡ଼ିଦେବି, ହେଲେ ସିଏ ମୋତେ ଜୀବନରୁ ମାରି ନ ଦଉ। ସୁନୟନା ତମେ ଆଉ ମୁଁ କୌଣସି ପ୍ରଜାପଲ୍ଲୀକୁ ଚାଲିଯିବ, ସେଇଠି ଆମେ ସାଧାରଣ ଜୀବନ ଯିବ। ଏଇ କଥାଟା ବୁଝାଅ ସୁନୟନା, ବୁଝାଅ ତାକୁ। ପ୍ରଜାପଲ୍ଲୀ ସାଧାରଣ ଜୀବନ? তবে এ সুনয়নার স্বপ্নকে বুঝি নছিল নিত্য। সে ସବୁବେଳେ ସ୍ୱପ୍ନ ରାଜ୍ୟରେ ପହରୁଥାଏ।
ଆଉ ମୁଁ ହେବି ରାଣୀ। ପ୍ରେମ ଭଲ ପାଇବା କଣ ରାଜ ସିଂହାସନ ପାଇଁ? ମରିଚିକା ପଛରେ କେବଳ ତୋ ମନି ନିର୍ବୋଧମାନେ ଗୋଡ଼ାନ୍ତି ସେ ଆଦିତ୍ୟ। ରାଜକୁଳରେ ଜନ୍ମ ହେବା ତୋର ପୂର୍ବ ଜନ୍ମର ପୁଣ୍ୟ ଫଳ ହେଇପାରେ, ହେଲେ ରାଜ ସିଂହାସନରେ ବସିବା ତୋର ଏ ଜନ୍ମର କର୍ମ ଫଳ ଉପରେ ନିର୍ଭର କରେ। କର୍ମ ଅଯୋଗ୍ୟ ଅପାରଗ ମରିଯିବା ତୋ ପାଇଁ ଶେଷ ରାସ୍ତା। ମୁଁ ତ କଥା ମାନୁଛି, କିନ୍ତୁ ମରିବା ପୂର୍ବରୁ ମୁଁ ଗୋଟେ ଥର ପାଇଁ ବାବାଙ୍କୁ ଦର୍ଶନ କରିବାକୁ ଚାହେଁ। ଏତିକି ସୁଯୋଗ ଦେ ମତେ। तुम्हें भी जाल बिछी शिवादित्य के निकांचन स्थान को आनी नथिले मु एते सहजरे मो रास्तारु कंटाटा को हटेई पारि नथांती सुनयना। आपण को शब्द भाई शिवादित्य कामनार विनाश दुखर विनाश मंत्र जपिबा आरंभ कला परे मु तांको घृणा करबा आरंभ करि साइछि जुबराज। आउ जानि साइछि से जने फेरु कापुरुष से राजा नो सन्यासी हवा को चाहते और तांको स्वप्न देखिबार अर्थ जीवन को अनर्थ करिबा। एबे आपण मो स्वप्न मो वास्तव मो वर्तमान और मो भविष्य जिते शीघ्र आपण राजा सिंहासन में बसिबे सेते शीघ्र मो आपण को स्वामी भाବରେ बरण करिबे। स्वामी वो कलिंगर भावी सम्राट बुधादित्य गंजन मल्ल मो पुरी विवाह करी तो भली गोटे सुविधावादी नारी को जे निजर स्वार्थ पाई निज प्रेम को बड़ी पकाई दे पारे तोते पुरी विश्वास करी बसाइबी महारानी सामने तो सहयोग पाई पुरस्कार मिल पारे किंतु पत्नी ना जमा नुहे सूर्य पश्चिम दिगरे उदय हेले भी तमे मो स्त्री हेई परिबनी सुनायना। बड़ खाइर कुंभीर माने पुड़ा पुड़ा करी खाउथुबे बड़ खाइर पानी तो प्रेमर रक्त नाली दिशुथिबो। पुरस्कार मिलिबो केउ गोटे सामंत राजार पुओ सहित मु तोर विवाह कराई देबी। ए बाबदरे मुह खोलिबुनी मुह खोलिबु तो तोते भी गड़ खाइरे फोपाड़ी देबी। गड़ खाइर गंभीर जल भितरे कलिंगर राजा को मंत्री झीर प्रेम कहानी जल समाधि नहीं जीव जुबराज संबंध कुंठित कले
जीभ काटी देवी। युवराज सोना पुरे सुंदर मोते मोते अपन कहीं चल मरे मिले मेरी युवराज अपन कहीं चल मरे मिले मैंने मेरे